ଜୟ ଜଗନ୍ନାଥ। ମୁଁ ଭକ୍ତି ଭାବ ଓଡ଼ିଆ ଏବଂ ରାଧାକୃଷ୍ଣ ଭାବରେ ଗୋଟିଏ ଛୋଟିଆ ଉଦାହରଣଟିଏ ଦେଉଛି। ଉଦାହରଣଟି ହେଲା ମଦ ଆଉ ଦୁଃଖ ଆଉ ଭାଗ୍ୟ ଆଉ ସମ୍ପର୍କର ଡୋରି କିଭଳି ସେଇଟା ତୁଲାଯାଏ, ତା'ର ମୂଳ ତତ୍ତ୍ୱଟା କ'ଣ? ସେଇ ମୂଳ ତତ୍ତ୍ୱ ନ ଜାଣିଥିବାରୁ ଅନେକ ପ୍ରକାର ତର୍ଜମା କରୁଛନ୍ତି। ତାହେଲେ ପ୍ରଥମେ ମୁଁ ମଦକୁ ନେଇ କହୁଛି। ମଦ, ପାନ, ଗୁଟକା ଏସବୁ ଖାଇଲେ କ୍ୟାନ୍ସର ହୁଏ। ମାନୁଛି ଆପଣଙ୍କ କଥା, କିଛି ମାତ୍ରାରେ ସତ ଅଛି। କିଛି ମାତ୍ରାରେ ଯେଉଁଟା ମୁଁ ଅଙ୍ଗେ ଲିଭେଇଛି ସେଇଟା ମୁଁ କହୁଛି। ମୋ ମା' କିଛି ଖାଉନଥିଲା, କିଛି ନିଶା ଦ୍ରବ୍ୟ ଖାଉନଥିଲା, କିନ୍ତୁ ତାକୁ କ୍ୟାନ୍ସର ହେଇଥିଲା। ସେ କ୍ୟାନ୍ସରରେ ଚାଲିଗଲା। ଯାହାକୁ କୁହନ୍ତି କପାଳ ଲିଖନ କେ କରିବା ଆନ। ତେଣୁ ଭାଗ୍ୟରେ ଯେଉଁଟାର ଲେଖା ଥିଲା ତାର ସେଇଟା, ତା ଭାଗ୍ୟରେ ସେଇଟା ଫଳିଲା। ଆଉ ପ୍ରଥମ ଯଦି ଏଇ ମଦ, ଗୁଟକା, ପାନ ଖାଇକି ଘରେ ଅଶାନ୍ତି ସୃଷ୍ଟି କରୁଛନ୍ତି, କଳହ ସୃଷ୍ଟି କରୁଛନ୍ତି, ଖାଲି ପୁରୁଷମାନେ ପିଉନାହାନ୍ତି। ଏବେ ତ ଅନେକ ହୋଟେଲ ପାର୍କ ମାନଙ୍କରେ ବହୁତ ଝିଅମାନେ, ନାରୀମାନେ ପିଇଲେଣି। ପିଇବା ପୂର୍ବରୁ ସେମାନେ ନିଜେ ଯେପର୍ଯ୍ୟନ୍ତ ନିଜକୁ ବୁଝେଇ ନାହାନ୍ତି, ଆପଣମାନେ ହଜାରେ ବୁଝେଇଲେ ସେ ବୁଝିବେ ନାହିଁ। ପ୍ରଥମ କରି ସେମାନଙ୍କୁ ବୁଝେଇବା ପୂର୍ବରୁ ସରକାରକୁ ଥରେ କହନ୍ତୁ ନା, ମଦ, ପାନ, ଗୁଟକା ବନ୍ଦ କରିଦେବେ। ସେ ଯଦି ବନ୍ଦ କରିଦେବେ ତାହେଲେ ଲୋକ ଏତେ ବିନାଶ ହେବ ନାହିଁ, ଏତେ ଅଶାନ୍ତି ଘରେ ସୃଷ୍ଟି ହେବ ନାହିଁ। ତେଣୁ ଆଗ ସରକାରଙ୍କ ଉପରେ ଆନ୍ଦୋଳନ କରନ୍ତୁ, ପାନ, ଗୁଟକା ବନ୍ଦ କରନ୍ତୁ। ଆପଣ ଯଦି ସେଇ ଆନ୍ଦୋଳନ କରିବେ, ପାନ, ଗୁଟକା, ମଦ ବନ୍ଦ କରିବା ପାଇଁ, ସରକାର କ'ଣ କହିବେ ଜାଣିଛନ୍ତି? ଲୋକ ଖାଇକି ମରନ୍ତୁ, କାରଣ ତା ଦ୍ୱାରା ଆମର ଧନ ବଢ଼ୁଛି, ଟଙ୍କା ବଢ଼ୁଛି। ତେଣୁ ଆପଣ ଭାବି ନିଅନ୍ତୁ, ଏଠି କେହି କାହାର ନୁହଁ। ଆପଣ ସ୍ୱାମୀ ସ୍ତ୍ରୀ, ପୁଅ ଝିଅ କହୁଛନ୍ତି ନା ମୋର, ଦେଖିବାକୁ ଗଲେ କେହି କାହାର ନୁହଁ। ନିଜେ ନିଜ ଜୀବନକୁ ନିଜେ ରକ୍ଷା କରନ୍ତୁ ଆଉ ବୁଝାନ୍ତୁ। ବୁଝେଇବା ପାଇଁ କାହାକୁ ମନା ନାହିଁ, ବୁଝାନ୍ତୁ। ଯାହା ଭାଗ୍ୟରେ ଯାହା ଭାଗ୍ୟରେ ଲେଖା ଥିବ ତାହା ନିଶ୍ଚିନ୍ତ ଫଳିବ। ଯାହା ଭାଗ୍ୟରେ ଦୁଃଖ ଥିବ ସେ ଦୁଃଖ କରିବ, ଯାହା ଭାଗ୍ୟରେ ସୁଖ ଥିବ ସେ ସୁଖ କରିବ। ଆଉ ଯିଏ ଯେମିତି କଷ୍ଟ ପାଇକି ଯିବାର ଥିବ ସେ ଯିବ। ହଠାତ୍ ତ ଏବେ ଦେଖୁଛ ଲୋଭରୁ ଅନେକ ମୃତ୍ୟୁ ହେଉଛନ୍ତି। ଆପଣ କଷ୍ଟ କହନ୍ତି, ପିଲାର କଷ୍ଟ, ଅନେକ କଷ୍ଟ ଆପଣ ତର୍ଜମା କରନ୍ତି ନା। ଏବେ ତ ସଂସାର ଛାଡ଼ିବା, ସ୍ୱାମୀ ସ୍ତ୍ରୀରେ ବିଚ୍ଛେଦ, ଛୁଆ ପିଲା ଛାଡ଼ି ସ୍ତ୍ରୀଟି ଅନ୍ୟ କାହାକୁ ନେଇଯାଉଛି, ଏଇ ଜିନିଷ ନେଇକି ବହୁତ ତର୍ଜମା କରୁଛନ୍ତି। କିନ୍ତୁ ମଣିଷ କେତେ ମାତ୍ରାରେ ଭଗବାନ ବିନାଶ କରୁଛନ୍ତି ତାକୁ କେହି ମୁଣ୍ଡରେ ଆଉ ଭରୁନାହାନ୍ତି। ତାକୁ ମୁଣ୍ଡରେ ଭରିଲେ ପାପ ଲାଗିବ କି ଏମିତି ଭାବୁଛନ୍ତି ବୋଧେ? ତାକୁ ମୁଣ୍ଡରେ ଭରନ୍ତୁ। ତାକୁ ମୁଣ୍ଡରେ ଭରିବାକୁ ହେଲେ କାହାକୁ ଆଶ୍ରୟ କରିବାକୁ ପଡ଼ିବ ଜାଣିଛନ୍ତି? ଭଗବାନଙ୍କୁ, ଈଶ୍ୱରଙ୍କୁ ଆଶ୍ରୟ ନେବାକୁ ପଡ଼ିବ, ମଣିଷକୁ ଆଶ୍ରୟ ନୁହଁ। କାରଣ ମଣିଷ ହେଉଛନ୍ତି ଏଠି ବିଶ୍ୱାସଘାତକ। ଆପଣଙ୍କ ଉପରେ ମଧୁର ବଚନ କହିବେ, ଆପଣ ପଛପଟେ ଛୁରା ମାରିବେ, ଆପଣ ଜାଣିପାରିବେ ନାହିଁ। ଯେମିତି କହନ୍ତି ଭାଇ ହେଲା ଭଗାରୀ। ଭଗାରୀ ସବୁବେଳେ ଭଗାରୀ ହୋଇଥାଏ କହନ୍ତି କଥା ପ୍ରସଙ୍ଗରେ, କିନ୍ତୁ ଅନେକ ଭାଇ ଭଉଣୀ ଏମିତି ଅନେକ ଅଛନ୍ତି, ଏକ ପବିତ୍ର ଡୋରିରେ ବନ୍ଧା ହୋଇଥାନ୍ତି। କଥା ପ୍ରସଙ୍ଗରେ ସିନା କହିଦିଅନ୍ତି, କିନ୍ତୁ ହୃଦୟ ମନ୍ଦିରରେ ତାଙ୍କର ଗୋଟେ ପବିତ୍ର ଡୋରି। ହୃଦୟ ମନ୍ଦିରରେ ସେ ତା'ର ଦୁଃଖ ଦେଖିଲେ ତା ଆଖିରୁ ଲୁହ ଛଳଛଳ ହୋଇଯାଏ, ତା ହୃଦୟ କାନ୍ଦୁଥାଏ। ଆଉ ଭାଇ ଭଉଣୀର ଦୁଃଖ ଦେଖିଲେ ବି ତା ହୃଦୟ କାନ୍ଦୁଥାଏ। କହିବାଟା ବଡ଼ ନୁହଁ, କାରଣ ରକ୍ତ ମାଂସ ଶରୀର କେତେବେଳେ କହିଦେଉଛୁ, କିନ୍ତୁ କଷ୍ଟଟା ଅନୁଭବଟା ଏତେ ବଡ଼ ଯେ ସତେ ଯେମିତି ମଣିଷ ମରି ମରି ବଞ୍ଚୁଛି, ଠିକ୍ ସେଇଭଳି ଲାଗୁଛି। ତେଣୁ ସବୁ ଜିନିଷ ଆମେ ତର୍ଜମା ଉପରେ ରହିକି କ'ଣ ଆମ ଜୀବନ କାଳଟା କଟେଇଦେବା? ମାନୁଛି ସଂସାରକୁ ଯେହେତୁ ଆସିଛୁ, ଗୋଟେ ସମ୍ପର୍କ ଭଗବାନ ଗଢ଼ିଛନ୍ତି, ସ୍ୱାମୀ ସ୍ତ୍ରୀର ସମ୍ପର୍କ। ତା ଭିତରେ ସୁଖ ଦୁଃଖ ଭଗବାନ ଭରିଛନ୍ତି। କର୍ମ, ସ୍ୱାମୀର କର୍ମ, ସ୍ତ୍ରୀର କର୍ମ, ଏସବୁ ହିସାବ ନଥାଏ, ତର୍ଜମା କରିବାର ନଥାଏ। କାରଣ ସେ ସଂସାର ଭିତରେ ଆମକୁ ଭଗବାନ ଛାଡ଼ିଛନ୍ତି ସେଇ ସଂସାର ଲୀଳାରେ କର୍ମ କରିବାକୁ। ସ୍ୱାମୀ ସ୍ତ୍ରୀର କାମକୁ ଯଦି ଆମେ ତର୍ଜମା କରିବା ତାହେଲେ ଧର୍ମପଦଟି ଉଠିଯିବ। କାହିଁକି ନା ଆପଣ ନିଜେ ଅନୁଭବ କରନ୍ତୁ, ସତ୍ୟବାନ ସାବିତ୍ରୀ, ଦାନବୀର ହରିଚନ୍ଦ୍ର
ଏବଂ ସବ୍ୟାରାଣୀକି ମା ସୀତା ଠାକୁରାଣୀକି ସତୀ ଅନସୂୟାକୁ ସେଇମାନଙ୍କୁ ଅନୁସରଣ କଲେ। ସେ ସ୍ୱାମୀ ପାଇଁ କେତେ କଷ୍ଟ କରିଥିଲେ। ସବୁ ଥାଇ ବି କିଛି ନଥିଲା ଭଳି ସିଏ ଗୋଟିଏ ବସ୍ତ୍ରକୁ ଦ୍ୱିଖଣ୍ଡ କରି ପିନ୍ଧୁଥିଲେ। 14 ବର୍ଷ କାଳ ଜଙ୍ଗଲରେ ଦୁଃଖ କଷ୍ଟ ବିତାଉଥିଲେ ମା ସୀତା ଠାକୁରାଣୀ। ନଳ ଦମୟନ୍ତୀ ଗୋଟିଏ ବସ୍ତ୍ରକୁ ଦ୍ୱିଖଣ୍ଡ କରି ପିନ୍ଧିଥିଲେ। ଆଉ ସବ୍ୟାରାଣୀ ସ୍ୱାମୀ ସର୍ବସ୍ୱ ହରାଇଲା ପରେ ସେ ପ୍ରତିବାଦ କରିନଥିଲେ। ସେ ବ୍ରାହ୍ମଣ ଘରେ ପୁଅକୁ ଧରି ଚାକରାଣୀ ହେଉଥିଲେ। ଆଉ ସ୍ୱାମୀ ମଶାଣରେ ମଶାଣି ଜଗୁଥିଲେ। ଅନସୂୟା ରାଜକନ୍ୟା ହେଇକି ଭଗବାନଙ୍କର ପ୍ରାପ୍ତି ବୋଲି ସିଏ କୁଷ୍ଠରୋଗୀ ବିଭା ହେଇଥିଲେ। ଏ କଳିଯୁଗରେ କିଏ ସେତିକିଟା କରୁଛନ୍ତି? ସେତିକିଟା କେହି କରିପାରିବେ ନାହିଁ। ମୁଁ ତ କହୁଛି, ମୁଁ ବି ନିଜେ ସେଇଟା ଅନୁଭବ କରି କହୁଛି ଆପଣମାନଙ୍କୁ। କିଛି ଲୋକ କରିପାରିବେ। ଆଉ ସେ ଯେଉଁ ଜିନିଷକୁ ମୁଁ ତର୍ଜମା କରିକି କହୁଛି, ଆପଣମାନେ ସେଇଟାକୁ ଗ୍ରହଣ କରିବା କଥା ମୁଁ କହୁନାହିଁ। ସେଇଟାକୁ ଆପଣମାନଙ୍କୁ ବୁଝାଇ ଦେଉଛି। କାହିଁକି ନା ଆମ ଭାଗ୍ୟରେ ଦୁଃଖ ଥିଲେ ଆମେ ଦୁଃଖ କରିବା, ଆମ ଭାଗ୍ୟରେ ସୁଖ ଥିଲେ ଆମେ ସୁଖ କରିବା। ସମ୍ପର୍କ ଗୋଟିଏ ସୁନ୍ଦର ଡୋରି। ଆଉ ସେ ସୁନ୍ଦର ଡୋରିରେ ଆପଣ ହଜାରେ ଗଣ୍ଠି ପକାନ୍ତୁ ନାହିଁ। ସେ ଡୋରିଟି ଯେମିତି ଫୁଲମାଳ ଗୁନ୍ଥି ଦେଲେ ସୁନ୍ଦର ଦେଖାଯାଏ ଗୋଟେ ମାଳଟି। ଆଉ ସଂସାରର ସମ୍ପର୍କ ଡୋରିଟା ଠିକ୍ ଫୁଲମାଳ ପରି ସୁନ୍ଦର ଭାବରେ ସଜାଇକି ତାକୁ ଗୁନ୍ଥି ଦିଅନ୍ତୁ ନା, ବହୁତ ଭଲ ହେବ। ରହୁଛି। ମୋ କଥା ମାଧ୍ୟମରେ ଭୁଲ ଥିଲେ ମୋତେ କ୍ଷମା କରୁଥିବ। ମୁଁ କାହାର ଶତ୍ରୁ ନୁହେଁ। କାରଣ ମୁଁ ବି ଜଣେ ମଣିଷ। ମଣିଷ ହିଁ ସବୁ ମଣିଷକୁ ଭଲ ପାଇବା ହେଉଛି ମଣିଷର ମହତ୍ତ୍ୱ ଏବଂ ବଡ଼ ଗୁଣ ଏବଂ ଭଗବାନଙ୍କର ଆଶୀର୍ବାଦ। ତେଣୁ ମୁଁ ଚାହୁଁଛି ଭଗବାନ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ, ସମସ୍ତଙ୍କୁ ସୁଧାରି ଦିଅନ୍ତୁ। ଏହା ହିଁ କଳିଯୁଗର ରକ୍ତମାଂସ ଶରୀର ଯେଉଁ ସହିପାରୁନାହାନ୍ତି କହୁଛନ୍ତି, ତାଙ୍କୁ ଟିକେ ଧୈର୍ଯ୍ୟ ଭଗବାନ ଦିଅନ୍ତୁ ନା, ନିଶ୍ଚିନ୍ତ ସବୁ ସହିପାରିବେ। ଆଉ ସମସ୍ତଙ୍କ ସଂସାର ସଜାଡ଼ି ଦିଅନ୍ତୁ। ଏଇ ଅଭାଗିନୀର ମୋ ଜଗନ୍ନାଥଙ୍କୁ, ମୋ କାଳିଆ ଠାକୁରଙ୍କୁ, ମୋ ଭାବ ବିନୋଦିଆ ଠାକୁରଙ୍କୁ ମୋର କୋଟି କୋଟି ପ୍ରଣାମ ଆଉ କୋଟି କୋଟି ଅନୁରୋଧ। ତ ସଂସାର ତ ଅଧେ ବିନାଶ କଲେଣୁ, ଆଉ ଅଧିକ ଛଟପଟ କରିବା ପୂର୍ବରୁ ସୁଧାରି ଦେ ନା, ବହୁତ ଭଲ ହେବ। ଦେଖିଲୁ ଯେତେ କଷ୍ଟ ପାଉଛନ୍ତି ଜଗନ୍ନାଥ, ତ ଜୟଗାନ କେତେ କରୁଛନ୍ତି, ସେତିକିରେ ତୁ କ'ଣ ବୁଝିପାରୁନ? ତେଣୁ ଏତିକି ମଣିଷ ଭିତରେ ଭୁଲ ଚିନ୍ତାଧାରା ରହିଛି। ତତେ ଛାଡ଼ି ଅନ୍ୟକୁ ଆଶ୍ରୟ ନେଉଛନ୍ତି, ମଣିଷର ଆଶ୍ରୟ। କିନ୍ତୁ ମଣିଷର ଆଶ୍ରୟରେ କେବେ ଫଳପ୍ରାପ୍ତି ହୁଏ ନାହିଁ। ଭଗବାନଙ୍କ ତୋତେ ଆଶ୍ରୟ କଲେ ଫଳପ୍ରାପ୍ତି ହୁଏ, ଏହା ନିରାଟ ସତ୍ୟ। ଆଉ ବୁଝିବା ଲୋକ ପ୍ରତ୍ୟେକ ଜ୍ଞାନୀ ଗୁଣୀ ପଣ୍ଡିତ ପ୍ରତ୍ୟେକ ଲୋକ ବୁଝିଗଲେ ବହୁତ ଭଲ ହେବ। ଆଉ ଯେଉଁମାନେ ଦୁଃଖ କଷ୍ଟ କରୁଛନ୍ତି ସ୍ୱାମୀ ସ୍ତ୍ରୀ ସଂସାର ଭିତରେ, ସେମାନେ ବି ବୁଝିବାକୁ ଚେଷ୍ଟା କରନ୍ତୁ। କପାଳ ଲିଖନ କି କରିବା, ଆମ ଭାଗ୍ୟରେ ଯାହା ଲେଖାଇଥିବ, ଏଇ ପୂର୍ବ ପାରଧ୍ୟ କର୍ମ ହେଉ କି ଏଇ ପାରଧ୍ୟ କର୍ମ ହେଉ, କିଛି ମାତ୍ରା ଯଦି ଆମର ଭୁଲ ଥାଏ, ସେଥିପାଇଁ ଆମେ ଦଣ୍ଡ ଭୋଗିଥାଉ। ତେଣୁ ସେ ଦଣ୍ଡକୁ ଯଦି ଆମେ ଭଗବାନ ପାଖରେ ହସି ହସି ସହିଯିବା, ଭଗବାନଙ୍କୁ ଆମେ ନିଶ୍ଚୟ ପ୍ରାପ୍ତି ହେବା। କାହିଁକି ନା ଭଗବାନ ପରୀକ୍ଷା କରନ୍ତି। ସେ ପରୀକ୍ଷାରେ ଆମେ ହାରିବା ନାହିଁ। ସେଇ ଭଗବାନଙ୍କୁ ସେ ଯେତେ ପରୀକ୍ଷା କରୁଥିବେ, ଆମେ ସେ ପରୀକ୍ଷାରେ ସେତେ ହସି ହସି ସହିଗଲେ ଦିନେ ସେ ଭଗବାନ ହାରିଯିବେ ଆଉ ସୁଦାମ ଭଳି ଭକ୍ତକୁ ହିଁ ବଡ଼ କରିଦେବେ। ଏହା ନିରାଟ ସତ୍ୟ। ଆପଣମାନେ ସବୁ ଜିନିଷକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଚେଷ୍ଟା କରନ୍ତୁ। ଧୈର୍ଯ୍ୟ ଟିକକ ସମ୍ବଳ କରନ୍ତୁ, ଦେଖିବ ଆପଣଙ୍କ ସଂସାର ହସି ଉଠିବ। ଧନରେ ହସି ଉଠେ ନାହିଁ। ଧନ, ଟଙ୍କା, ପଇସା, ସୁନା କେବେ ବଡ଼ ନୁହଁ। ମନଟା କେବଳ ବଡ଼ ଥାଏ। ସେଇ ମନ ଯଦି ବଡ଼ ଥିବ, ନିର୍ମଳ ଥିବ ନା, ଭଗବାନ ଦୁଃଖରେ ସବୁ ସୁଖ ହସି ହସି ଦେଇଦେବେ। ଜୟ ଜଗନ୍ନାଥ।